କୀର୍ତ୍ତନ ଗାୟିକା ଦୀପାଞ୍ଜଳି ଦାସ ଏତେ ସୁନ୍ଦର ଗୀତ ଗାଇ ଦର୍ଶକମାନଙ୍କର ମନକେ ଘିନି ନେଇ ପାରିଥିଲେ। ଇଛିନକା କେନାଡ଼େ ଚାଲି ଯାଇଛନ୍। ଘରେ ତାକର ସ୍ୱାମୀ ଆର୍ ଦୁଇଟା ଛୁଆ ଝୁରି ଝୁରି କାନ୍ଦୁଛନ୍। କେତେ ଲୋକ କେତେ କଥା କହୁଛନ୍। ଫିର୍ ଭି ସଠିକ୍ ତଥ୍ୟ ନେଇ ଜାଣିବାର ତକ୍ କାହାକେ ଆଙ୍ଗଲି ନେଇ ଉଠାବାର କଥା। ବହୁତ ଲୋକ କହୁଛନ୍ ଲେଡ଼ିଜ୍ କୀର୍ତ୍ତନ ଖରାପ ଆଏ ବୋଲି। ଆମେ ଇକ୍ୱାଲିଟିର କଥା କହୁଛୁଁ, ହେଲେ ନାରୀ ଆଗକେ ଗଲେ ତାହାକେ ଅପମାନ ଦେଉଛୁଁ। ସଭେ ଲେଡ଼ିଜ୍ କୀର୍ତ୍ତନ ଖରାପ ନେଇ ସେ, ହଁ କେତେଟା କୀର୍ତ୍ତନକେ ବଦନାମ କରୁଛନ୍। କୀର୍ତ୍ତନ ମନକେ ଶାନ୍ତି କରି ଭକ୍ତି ଭାବନା ଜଗାସି। କୀର୍ତ୍ତନକେ ବଦନାମ ନାଇଁ କରାଯାଉ। ଆଜ ବିଦେଶରେ ୱେଷ୍ଟର୍ଣ୍ଣ କଲଚର ବାଲେ କୀର୍ତ୍ତନର ମହତ୍ଵ ବୁଝି ପାରୁଛନ୍। କାଁ କାଜେ କି ଶାନ୍ତିଟା ଖାଲି ଟଙ୍କା ପଇସାରେ କି ଉନ୍ନତିରେ ନେଇ ଥାଏ, ଶାନ୍ତି ମନ ଭିତରେ ଥିସି। ସେଥିର୍ଲାଗି ସେମାନେ ଭାରତର ସଂସ୍କୃତି ଆଡ଼କେ ଆସୁଛନ୍। ଦିନେ ଶ୍ରୀ ଚୈତନ୍ୟ କୀର୍ତ୍ତନ ମୂଲ କରି ଭଗବାନଙ୍କର ପ୍ରିୟ ହିଁ ପାରିଥିଲେ। ସାରା ବିଶ୍ୱରେ ଆଜ ଇ କୀର୍ତ୍ତନ ଭକ୍ତି ଭାବନାର ଗୋଟେ ଅଙ୍ଗ ହିଁ ପାରିଛେ। ତେବେ ଯାହା ହେଉ କୀର୍ତ୍ତନ ଗାୟିକା ଦୀପାଞ୍ଜଳି ଦାସ ଯେନ୍ ପାଖେ ବି ଥିଲେ ଜଲ୍ଦି ଫିରି ଆସୁନ୍। ଆଉ ଏତ୍କି ଭଗବାନଙ୍କର ପାଖେ ପ୍ରାର୍ଥନା।